ଭାଇ ବିସ୍କୁଟ କେତେଟା? 10 ଟଙ୍କା ନା ଆଉ ଭାଇ ଏଥର ଦୁଇଟା ଦେଇଦିଅ। ହଉ ଭାଇ ଏ ବିସ୍କୁଟ କେତେଟା? ସେ 10 ଟଙ୍କା ଏଥର ଦୁଇଟା ଦିଅ। ହଉ ନିଅ। ଆରେ ଏ ବିସ୍କୁଟଟା ତ ଭଲ ସେଲ୍ ହଉଛି, ଯାଉଛି ରେଟ୍ଟା ବଢ଼େଇଦେବି। ହେଲେ ମୁଁ ତ ନିଜ ରେଟ୍ଟା ବଢ଼େଇ ପାରିବିନି, ଯାଉଛି ସରକାରଙ୍କ ପାଖରେ ଅପିଲ କରିବି। ସରକାର ନମସ୍କାର। ଆରେ ଆରେ ଆପଣ କିଏ, କୋଉଠୁ ଆସିଛନ୍ତି? ଆଜ୍ଞା ମୁଁ ଗୋଟେ ସାଧାରଣ ବ୍ୟବସାୟୀ। ଅସୁବିଧା କ'ଣ ହେଲା? ଆଜ୍ଞା ମୋର ଗୋଟେ ବିସ୍କୁଟଟେ ଭଲ ସେଲ୍ ହଉଛି, ତାକୁ ମୁଁ 10 ଟଙ୍କା ଜାଗାରେ 15 ଟଙ୍କା କରିବାକୁ ଚାହୁଁଛି। ଆରେ ମୋ ସରକାରରେ ପୁଣି 15 ଟଙ୍କା କରିବ? ଗୋଟେ କାମ କର, କାଲିଠୁ 30 ଟଙ୍କା କରିଦିଅ। ସରକାର 30 ଟଙ୍କା କଲେ ତ କେହି ବି ନେବେନି, ଆରେ ଫେରିଯିବେ। ବହୁତ ବେପାର ହବ, ତମେ ଯାଅ। ମୁଁ କହିଲି ମାନେ 30 ଟଙ୍କା ମାନେ 30 ଟଙ୍କା। ଯାଅ, ତମେ ଗୋଟେ କାମ କର, ଆଜ୍ଞା ସାର୍। ଆଙ୍କ ସମସ୍ୟାଟାକୁ ଲେଖି ଦେଇଥାଅ। ଆଜ୍ଞା ସାର୍। ଯାଅ ଯାଅ ଆଜ୍ଞା ସାର୍। ଯାଅ। ଭାଇ ବିସ୍କୁଟ ଦୁଇଟା ଦେବ। ଭାଇ ଏଇଟା 20 ଟଙ୍କା 60 ଟଙ୍କା ରେଟ୍ ବଢ଼ିଯାଇଛି। ଭାଇ କାଲି ବା ଆମେ ୟାକୁ ଗୋଟା 10 ଟଙ୍କା ଲେଖା ନେଇଯାଇଛୁ, ଆଜି 30 ଟଙ୍କା ହେଇଗଲା। ଭାଇ ମୋ ଜିନିଷ ମୁଁ ରେଟ୍ ବଢ଼େଇଛି, ନବାର ଅଛି ଦିନିଅ ନହେଲେ ନେଇଯାଅ। ଭାଇ ତମ ମନ ଇଚ୍ଛା ନବାର ଅଛି ଦିନିଅ ନା ଆଗ ଦୋକାନ ଦେଖ। ଭାଇ କଣ ହେଇଛି? ଭାଇ କାଲି ବିସ୍କୁଟ 10 ଟଙ୍କା ବିକୁଥିଲା, ଆଜି 30 ଟଙ୍କା ଗୋଟା ବିକୁଛନ୍ତି। ଆରେ ଭାଇ ମୁଁ ବି କାଲି 10 ଟଙ୍କା ନେଇଥିଲି, କାଇଁ ରେଟ୍ ବଢେଇଲ ଭାଇ? ଭାଇ ମୋ ମନ ହେଲା ମୁଁ ସରକାରଙ୍କୁ କହିକି ରେଟ୍ ବଢ଼େଇଲି। ତମର ନବାର ଅଛି ନିଅ ନହେଲେ ଆଗ ଦୋକାନ ଦେଖ। ଭାଇ ତମ ବିସ୍କୁଟ ରଖ, ଆମେ ସରକାର କତିକି ଯାଉଛୁ। ଆମର ବି ବିକ୍ରି ହବ, ତମର ନ ନେଲେ କିଛି ହବ। ଯା। ନମସ୍କାର। ଆପଣମାନେ କିଏ, କୋଉଠୁ ଆସିଛନ୍ତି, କଣ ଅସୁବିଧା ହେଇଛି କି? ଆଜ୍ଞା ସରକାର, ଆମ ଅଞ୍ଚଳରେ ଗୋଟେ ବ୍ୟବସାୟୀ ବହୁତ ଆମକୁ ଠକୁଛି। କ'ଣ ଠକିଲା? ସରକାର 10 ଟଙ୍କା ଜିନିଷ ଆମକୁ 30 ଟଙ୍କା ବିକ୍ରି କରୁଛି। କ'ଣ କହିଲ? ମୋ ସରକାରରେ ପୁଣି 10 ଟଙ୍କା ଜିନିଷ 30 ଟଙ୍କା ନେଇଯାଉଛି? କିଏ ସିଏ? ତାର ନାଁ କ'ଣ? ସରକାର ରମେଶ ଚନ୍ଦ୍ର ମହାପାତ୍ର। ରମେଶ ଚନ୍ଦ୍ର ମହାପାତ୍ର? ଦେଖିଲ ଡାଏରୀ ଦେଖିଲ, ସେ କାଲି ଯିଏ ଆସିଥିଲେ କି? ଆଜ୍ଞା ଆଜ୍ଞା ହଁ ଆଜ୍ଞା, କାଲି ସେ ଆସିଥିଲା ଅଭିଯୋଗ ଦବାକୁ। ଆଚ୍ଛା ଆଚ୍ଛା, ବୁଝ ଭଲ, ଆଜ୍ଞା। ତାକୁ ଡାକ। ଆଜ୍ଞା ହଁ ସାର୍। ଦେଖିଲ ଏ ସେଇ ଲୋକ? ଆଜ୍ଞା ସରକାର, ଏଇ ସେଇ ଲୋକ 10 ଟଙ୍କା ଜିନିଷ 30 ଟଙ୍କା ବିକ୍ରି କରି ଆମକୁ ଠକୁଛି। ଆଚ୍ଛା ଆଚ୍ଛା, ତମେ କାଲିଠୁ ସେ ବିସ୍କୁଟକୁ 20 ଟଙ୍କାରେ ବିକ୍ରି କରିବ, ହେଲା? ଆଜ୍ଞା ସରକାର ଜିନ୍ଦାବାଦ, ସରକାର ତ ଗୋଟେ କଥା ବୁଝିପାରିଲେନି, ଚାଷୀମାନେ ତ ତାଙ୍କ ଜିନିଷ କହିଲେ ରେଟ୍ ବଢ଼ାଇବାକୁ, ଆପଣ ତ ବଢ଼େଇଲେନି। ସେ ଦୋକାନର ଜିନିଷକୁ କାଇଁ ବଢ଼େଇଥିଲେ ରେଟ୍? ଆରେ ବୁଝ ଭଲ, ଏତେ ଦିନ ରହି ମୋ ପାଖରେ କ'ଣ ବୁଝିଲ ମୋ ତଳ? ଆରେ ଚାଷୀଙ୍କର ବଢ଼େଇ ଦେଲେ ଆମ ପାଇଁ ହେଉଛି କାଳ, ଜନତାଙ୍କ ପାଇଁ ବଢ଼ିଲେ ଆମର ହେଉଛି ଖେଳ। ଆମକୁ ଯେଉଁମାନେ ଦେଖୁଥିବେ ସେମାନେ ନିଶ୍ଚୟ ବୁଝି ଯାଇଥିବେ, ହେଲା?